ବ୍ୟକ୍ତିଗତ ସେ ଘରର ମୁରବୀ ଥିଲେ ଆମର। ସେ ଆମେ ତାଙ୍କ ନିଜର ନହେଲେ ବି ସେ ଆମର ମୁରବୀ ଥିଲେ। ଘରେ କୌଣସି ଭଲ ମନ୍ଦ କି ଭଲ କାର୍ଯ୍ୟ ହେଲା କି ସୁବିଧା ଆସିଲା ସଦାବେଳେ ଉତ୍ତମ ମହାନ୍ତି ବଡ଼ ମେଘନାଥ ପାଚେରୀ ଭଳି ଆମ ସାଙ୍ଗେ ଥିଲେ। ସେ ଭଲ ପାଇବା ସେ ଆତ୍ମୀୟତା ଆଜ୍ଞା କେହି ଦେଇପାରିବେନି। ଉତ୍ତମ ମହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ସୁପରଷ୍ଟାର, କିନ୍ତୁ ହୃଦୟ ଭିତରେ ବି ସମସ୍ତଙ୍କ ସେ ଓଡ଼ିଶାବାସୀଙ୍କର ବି ସେ ସୁପରଷ୍ଟାର। ଆଉ ଘର ମୁରବୀ ହରିଗଲେ ଯେତେବେଳେ କଷ୍ଟ ହୁଏ ସେ କଷ୍ଟଟା ଆଜ୍ଞା ଆମେ ଫିଲ୍ କରୁଛୁ। ସିଏ ବାବୁସାନକୁ ଯେଉଁ ମାତ୍ରାରେ ଭଲ ପାଆନ୍ତି ଆମମାନଙ୍କୁ ସେଇଭଳି ଭଲ ପାଆନ୍ତି। ସଦାବେଳେ କହନ୍ତି ମୋ ପିଲା ମୋ ଛୁଆ, କେଉଁଠି ଯାଇଥିଲେ କେଉଁ ଦିନ ଜାଗାରେ କ'ଣଟେ ଆଣିଥିବେ କହିଥିବେ କି ସାଇ ମନ୍ଦିର ଫଙ୍କସନ୍ ହେଲେ ସେ ଆସି ବସିବେ କହିବେ ମୋ ଛୁଆ ଏଇଟା ହେଲା ସେଟା ହେଲା, ସେ ଜିନିଷଟା ଆଉ ନାହିଁ ଆଜ୍ଞା। ଯେତେବେଳେ ଆପଣ ଆଶା ଥିଲା ଯେ ଯେତେବେଳେ ଭୁବନେଶ୍ୱରରୁ ଦେହ ଅସୁସ୍ଥ ହେଲା ଦିଲ୍ଲୀ ଅଭିମୁଖେ ଗଲେ ସମସ୍ତେ ଆମେ ଆଶା କରି ବସିଥିଲେ ସେ ପୁଣି ଫେରିବେ, ସୁସ୍ଥ ହୋଇ ଫେରିବେ ଏବଂ ମୁରବୀ ହିସାବରେ ଘରେ ବସିବେ, କିନ୍ତୁ ସେ ଆଶା ଆଜି ମଉଳି ଯାଇଛି। ବିଧିର ବିଧାନ ଆଗରେ ଆମେ କିଏ? ଭଗବାନଙ୍କର ଜଗନ୍ନାଥଙ୍କ ଅପାର କୃପାରୁ ସେ ଯେଉଁଠି ଗଲେ ଭଲରେ ରୁହନ୍ତୁ, ତାଙ୍କ ଆତ୍ମାର ସଦ୍ଗତି ହେଉ। କିନ୍ତୁ ସେ ଯେଉଁ ଅପହରଣ କ୍ଷତି ଆମ ପରିବାର ହେଇଛି ସେଇଟା କେହି ନିଭେଇ ପାରିବେନି ଆଜ୍ଞା। ସେ କ୍ଷତିଟା ଆଜ୍ଞା ଆମ କ୍ଷତି, ନିଜସ୍ୱ ପର୍ସନାଲ କ୍ଷତି ଯେଉଁ କହନ୍ତି ସେଇଟା ଆମର ପର୍ସନାଲ କ୍ଷତି ହେଲା। ଉତ୍ତମ ମହାନ୍ତି ଉତ୍ତମ ଅଙ୍କଲଙ୍କ ପାଇଁ ଆମେ ତାଙ୍କ ପାଇଁ ପଦେ ବି ଆମେ କହିବା ବି ଆଜ୍ଞା ଭୁଲ ଆମର। ସିଏ ଆମକୁ ନିଜ ପୁଅଠୁ ବି ବଳି ସମସ୍ତଙ୍କୁ ଦେଖନ୍ତି, ଗରିବ ହଉ ଧନୀ ହଉ କି କିଏ ଗୋଟେ ଅଚିହ୍ନା ଲୋକ ଆସିଲେ ସିଏ ଆପଣେଇ ନିଅନ୍ତି। ତା ଆପଣାପଣଟା ଅଧିକ ଆଜ୍ଞା ଥିଲା।